ସାବଧାନ ୟୁପିଆଇ ଠକେଇର ଗୋଟେ ନୂଆ ଖେଳ ଚାଲିଛି। ଭିଡ଼ିଓକୁ ଶେଷ ପର୍ଯ୍ୟନ୍ତ ଦେଖନ୍ତୁ ଏବଂ ସମସ୍ତଙ୍କ ପାଖକୁ ସେୟାର କରନ୍ତୁ। ମୁଖ୍ୟ କଥା ହେଉଛି ଭାଇ ଭଉଣୀମାନେ ଟିକେ ଧ୍ୟାନ ଦିଅନ୍ତୁ। ଆଜିକାଲି ମାର୍କେଟକୁ ଏକ ନୂଆ ପ୍ରକାରର ୟୁପିଆଇ ସ୍କାମ୍ ଚାଲିଛି। ଏଥିରେ ଆପଣଙ୍କୁ କୌଣସି ଲୋଭ ଦେଖାଯାଏ ନାହିଁ, ବରଂ ଆପଣଙ୍କ ବିଶ୍ୱାସ ଏବଂ ସରଳତାର ଫାଇଦା ଉଠାଇ ଦିଆଯାଏ। କିପରି ହେଉଛି ଏହି ଠକେଇ ଆସନ୍ତୁ ଜାଣିବା। ଠକମାନେ ପ୍ରଥମେ ଆପଣଙ୍କ ଆକାଉଣ୍ଟକୁ ନିଜେ ହିଁ 500 ଟଙ୍କା କିମ୍ବା 1000 ଟଙ୍କା ପଠାଇଦେବେ। ତାପରେ ତୁରନ୍ତ ଫୋନ୍ କରି କହିବେ, ଆପଣ ସାର୍ ଭୁଲରେ ଆପଣଙ୍କ ପାଖକୁ ଆମେ ପଇସା ପଠାଇ ଦେଇଛୁ, ଟିକେ ୟୁପିଆଇ ଆପ୍ ଖୋଲିକି ଚେକ୍ କରିନିଅନ୍ତୁ। ଆପଣ ଭାବନ୍ତି ପଇସା ତ ସତରେ ଆସିଛି, ଚାଲନ୍ତୁ ଚେକ୍ କରିନେବା। ଯେମିତି ହିଁ ଆପଣ ଆପ୍ ଖୋଲି ପିନ୍ ମାରିଛନ୍ତି, ସେପଟୁ ସେମାନେ 50,000 କିମ୍ବା 1 ଲକ୍ଷର ପେମେଣ୍ଟ ରିକ୍ୱେଷ୍ଟ ପଠାଇଦେବେ। ଆପଣଙ୍କୁ ଲାଗେ ଆପଣଙ୍କ ବାଲାନ୍ସ ଚେକ୍ କରୁଛନ୍ତି, କିନ୍ତୁ ଅସଲରେ ଆପଣ ପଇସା ପଠାଇବା ପାଇଁ ଅନୁମତି ଦେଉଥାନ୍ତି। ଆଉ ସେକେଣ୍ଡରେ ଆପଣଙ୍କର ଆକାଉଣ୍ଟ ଖାଲି ହୋଇଥାଏ। ଉଦାହରଣ ହେଉଛି, ଖେଳଟିକୁ ପ୍ରଥମେ ଭଲ ଭାବରେ ବୁଝନ୍ତୁ। ଆପଣଙ୍କ ପାଖକୁ 1000 ଟଙ୍କା ଆସିଲା ଏବଂ କଲ୍ ଆସିଲା, ଭାଇ ଭୁଲରେ ପଇସା ପଠାଇଦେଲି, ପ୍ଲିଜ୍ ଚେକ୍ କରନ୍ତୁ। ଆପଣ ୟୁପିଆଇ ଖୋଲି ପିନ୍ ମାରିଲେ, ସେପଟେ 75,000 ଟଙ୍କାର ପେମେଣ୍ଟ ରିକ୍ୱେଷ୍ଟ ଥିଲା। ପିନ୍ ମାରିବା ମାତ୍ରେ ପଇସା କଟିଗଲା। ତାପରେ ନା ସେଇ ଫୋନ୍ ଉଠାଇବ, ନା ଆପଣଙ୍କ ପଇସା ଫେରି ପାଇବେ, ନା ମିଳିବ। ଏହି ପରିସ୍ଥିତିରେ ଆପଣ କ'ଣ କରିବେ ଏବଂ କ'ଣ କରିବେ ନାହିଁ ଜାଣନ୍ତୁ। ମନେ ରଖନ୍ତୁ, ପ୍ରଥମେ ପଇସା ରିସିଭ୍ କରିବା ପାଇଁ କିମ୍ବା ବାଲାନ୍ସ ଚେକ୍ କରିବା ପାଇଁ ପିନ୍ର ଆବଶ୍ୟକତା ନଥାଏ। ଦ୍ୱିତୀୟ ଜିନିଷ ହେଲା, ଅଜଣା କଲ୍ ଆସିଲେ ତୁରନ୍ତ ୟୁପିଆଇ ଆପ୍ ଖୋଲନ୍ତୁ ନାହିଁ। ତୃତୀୟ ଜିନିଷ ହେଲା, ପଇସା ପଠାଇବା ସମୟରେ ହିଁ କେବଳ ପିନ୍ ବ୍ୟବହାର କରନ୍ତୁ। ଚତୁର୍ଥ ଜିନିଷ ହେଲା, ବ୍ୟାଙ୍କ କେବେ ବି ଫୋନ୍ କରି ଆପଣଙ୍କ ପାଖକୁ ପିନ୍ ପଚାରେ ନାହିଁ। ପଞ୍ଚମ ଜିନିଷ ହେଲା, ଗୋଟେ ଗୁରୁତ୍ୱପୂର୍ଣ୍ଣ ସୂଚନା, ୟୁପିଆଇ ପିନ୍ ଗୋଟେ ତେଜରୀର ଚାବି, ଯାହାକୁ ଏହି ଚାବି ଦେଲେ ପଇସା ତାର ସଚେତନ ରୁହନ୍ତୁ ଏବଂ ସୁରକ୍ଷିତ ରୁହନ୍ତୁ। ଆପଣଙ୍କ ମତାମତ, ଆପଣଙ୍କୁ କିମ୍ବା ଆପଣଙ୍କ ଚିହ୍ନା ଜଣା କାହାକୁ କେବେ ଏମିତି ଫୋନ୍ କଲ୍ ଆସିଛି କି? କମେଣ୍ଟରେ ନିଶ୍ଚୟ ଜଣାନ୍ତୁ, ଯାହାଦ୍ୱାରା ଅନ୍ୟମାନେ ମଧ୍ୟ ସତର୍କ ହୋଇପାରିବେ। ନିଜ ପରିବାର ଏବଂ ସାଙ୍ଗମାନଙ୍କୁ ଏହି ସ୍କାମ୍ରୁ ବଞ୍ଚାଇବା ପାଇଁ ପୋଷ୍ଟଗୁଡ଼ିକ ନିଶ୍ଚିତ ଭାବରେ ସେୟାର କରିବେ। ଇନଫର୍ମେଟିଭ୍ ଲାଗିଥିଲେ ଫଲୋ କରିବେ, ଗୋଟେ ସୁନ୍ଦର କମେଣ୍ଟ ଦେବେ। ରହିଲେ, ଜୟ ଜଗନ୍ନାଥ।